हरे कृष्ण। सब श्रद्धालु भक्त मान को स्वागत करुछि, विनम्र प्रणाम करुछि। आज श्रीमद् भगवद गीता कार्यक्रम आरंभ करवा। आसंतु प्रेयर करी। ओम नमो विष्णुपादाय कृष्णपृष्ठाय भूतले श्रीमते भक्तिवेदांत स्वामिनिति नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देश तारिणे। नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नामने गौरत्विषे नमः। हे कृष्णा करुणा सिंधु दीनबंधु जगतपते गोपीश गोपिका कांत श्री राधा कांत नमस्तुते। तप्त कांचन गौरंगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छाकल्पतरुभ्यश्च कृपा सिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्ण ଶନିବାର ଦିନ କଣ ମାମା ଦଶଟା ନେଇଯିବେ हरे हरे ବା राम ଯିବ କହୁଛି राम राम ଶନିଯିବ हरे हरे। ओम नमो भगवते ଯିବାକୁ ପାଇଁ वासुदेवाय। ଇଚ୍ଛା ହଉନି। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। आमे तृतीय अध्याय 14 नंबर श्लोक पर्यंत कंप्लीट करथिले। आज 15 नंबर श्लोक नवा। तेबे नवा पूर्वरु संक्षेप रे एक्चुअली तृतीय अध्याय कर्मयोग आमे तो 1 रु 9 पर्यंत भगवान निष्काम कर्मयोग कथा कहले। किंतु जो माने कर योग्यता आसीनी निष्काम कर्म करिवा पाई कर्मयोग पाई तांकु भगवान कहउचंती कर्मकांड अर्थात फल रे आशा रखिकी जो कर्म करा जाए इंद्रिय भोग पाई ताकू करिवे। किंतु ताकू କରିବାକୁ हेले भगवान कहउचंती जे देवादेवी मान को संतुष्ट करिବାକୁ पड़िबो। ଏବଂ ଦେବାଦେବୀ ମାନଙ୍କୁ କେମିତି ସନ୍ତୁଷ୍ଟ କରିବେ ନା ଯଜ୍ଞ କରିକି। ଏଇଭଳି କଲେ କଣ ହବ ନା ଆସ୍ତେ ଆସ୍ତେ ପ୍ୟୁରିଫିକେସନ ହବ, ଶୁଦ୍ଧିକରଣ ହବ ଏବଂ ଆମେ ଆଧ୍ୟାତ୍ମିକ ପଥରେ ଆଗକୁ ବଢିବା, ଭଗବାନଙ୍କ ସ୍ତରକୁ ଆମେ ଆସିବା। ଇଏ ହଉଛି ଯୋଉମାନେ ଇନ୍ଦ୍ରିୟ ଭୋଗରେ ଯୋଉମାନଙ୍କର ଆଶା ରହିଛି, ଭଗବାନଙ୍କୁ କୃଷ୍ଣଙ୍କୁ ଭଗବାନ ବୋଲି ଗ୍ରହଣ କରୁନାହାନ୍ତି କି ଭକ୍ତି କଣ ଜାଣୁନାହାନ୍ତି, ସେଇମାନଙ୍କ ପାଇଁ କର୍ମକାଣ୍ଡୀୟ ମାନେ। କିନ୍ତୁ ଯୋଉମାନେ ଭଗବାନଙ୍କୁ ଆକ୍ସେପ୍ଟ କରୁଛନ୍ତି, ଯେ କୃଷ୍ଣଙ୍କୁ ଭଗବାନ ରୂପେ ଆକ୍ସେପ୍ଟ କରୁଛନ୍ତି, ଭକ୍ତି କରୁଛନ୍ତି, ସେମାନଙ୍କର ସେମାନେ ଭଗବାନଙ୍କୁ ଡାଇରେକ୍ଟ ସନ୍ତୁଷ୍ଟ କରିବେ। ତେବେ ଯଜ୍ଞ ହଉ ବା ଭଗବାନଙ୍କୁ ଡାଇରେକ୍ଟ ଆମେ ଯଦି ସାଟିସ୍ଫାଇ କରୁଛେ ଏକା କଥା। ଯଜ୍ଞରେ ଆମେ କଣ କରୁଛେ? ଯଜ୍ଞରେ ଅଲ୍ଟିମେଟଲି ଭଗବାନ ହଉଛନ୍ତି ଉପଭୋକ୍ତା, ଚିଫ ବେନିଫିସିଆରୀ ହଉଛନ୍ତି ଭଗବାନ ଯଜ୍ଞରେ। ଏବଂ ଯୋଉମାନେ କର୍ମକାଣ୍ଡୀ ସେମାନେ ସେଇ ଭଗବାନଙ୍କୁ ସେମାନେ ଅଲ୍ଟିମେଟଲି ସାଟିସ୍ଫାଇ କରୁଛନ୍ତି। ତେବେ ଇନଡାଇରେକ୍ଟ ୱେରେ ସେମାନେ ଯାଉଛନ୍ତି। ତେବେ ଯଦି ନ କରିବା ଯଜ୍ଞ, ଭଗବାନ କହୁଛନ୍ତି ଯେ ଏଇ 10 ରୁ 16 ଭିତରେ ଅଲରେଡି କହିସାରିଲେଣି ଯେ ଯୋଉମାନେ ନ କରୁଛନ୍ତି ସେମାନେ ପାପୀ, ସେମାନେ ଚୋର, ଏଇଭଳି ଭଗବାନ କହିଲେ ଏବଂ କହିଲେ କର୍ମବନ୍ଧନରେ ସେମାନେ ପଡିବେ। ତାପରେ ଭଗବାନ ଏଇ 14-15 ନମ୍ବର ଶ୍ଲୋକରେ ସେ ଯଥାର୍ଥତା ଦଉଛନ୍ତି ଯେ କାହିଁ ଜଷ୍ଟିଫିକେସନ ଯେ କାହିଁକି ଆମେ ଏଇ ଦେବାଦେବୀ ପୂଜା କରୁଛେ ବା ଭଗବାନ ଶ୍ରୀକୃଷ୍ଣଙ୍କୁ ଆମେ ଅଲ୍ଟିମେଟଲି ଯୋଉ ସାଟିସ୍ଫାଇ କରିବା କଥା, ଏ ପ୍ରଶ୍ନ କାହିଁକି ଉଠୁଛି ସେଇଟା ସେ 14-15 ନମ୍ବର ଶ୍ଲୋକରେ ସେ ତାକୁ ଏକ୍ସପ୍ଲେନ କରୁଛନ୍ତି ଯଜ୍ଞ ଚକ୍ର ମାଧ୍ୟମରେ। ସାଇକେଲ ଅଫ ସାକ୍ରିଫାଇସ ଯୋଉଟା ଆମେ କହୁଛେ ଯଜ୍ଞ ଚକ୍ର, ସେଇ ଚକ୍ରରେ ସେ ବୁଝେଇ ଦଉଛନ୍ତି। ପ୍ରଥମେ ତ ଆମର 14 ନମ୍ବର ଶ୍ଲୋକରେ ସେ କହିଥିଲେ ଯେ ଅର୍ଣ୍ଣାତ ଭବନ୍ତି ଭୂତାନି, ଆମର ଯୋଉ ଆମେ ଖାଇକି ଯୋଉ ବଞ୍ଚୁଛେ, ଆମର ପୋଷଣ ହଉଛି, ଆମର
ଆମେ ଜନ୍ମ ହଉଛେ ଏ ଅର୍ଣ୍ଣ ଅର୍ଣ୍ଣରୁ। ଏବଂ ଅର୍ଣ୍ଣ କୋଉଠୁ ଆସୁଛି ନା ବର୍ଷା ହେଲେ ପର୍ଜନାଦ ଅର୍ଣ୍ଣ ସମ୍ଭବ। ଏବଂ ବର୍ଷା କୋଉଠୁ ଆସୁଛି ଯଜ୍ଞାତ ଭବତି ପର୍ଜନୁ, ମାନେ ପର୍ଜନ ମାନେ ବର୍ଷା, ଯଜ୍ଞରୁ ହିଁ ବର୍ଷା, ଯଜ୍ଞ କଲେ ବର୍ଷା ଆସିବ। ଯଜ୍ଞ କୋଉଠୁ ଆସୁଛି ନା କର୍ମ, କର୍ମ ସମୁଦ୍ଭାବ, କର୍ମରୁ ଆସୁ, କର୍ମ କଲେ ଆସେ ଯୋଉ ନିୟତ କର୍ମ। ତାପରଠୁ ଭଗବାନ ବର୍ତ୍ତମାନ ଏକ୍ସପ୍ଲେନ କରିବାକୁ ଯିବେ ଯେ ଏଇ 15 ନମ୍ବର ଶ୍ଲୋକରେ କଣ এই ଚକ୍ରଟି 14 ଆଉ 15 ଦିଟାକ ମିଶିକି ମୁଁ ସେୟାର କରୁଛି। ଭଗବାନ କହୁଛନ୍ତି ଏଠି कर्म कर्म ब्रह्मोद्भवम विधि ब्रह्माक्षर समुद्भवम तस्माद् सर्वगतं ब्रह्म नित्यं यज्ञे प्रतिष्ठितम्। आउथर कହୁची कर्म ब्रह्मोद्भवम विधि ब्रह्माक्षर समुद्भवम तस्माद् सर्वगतं ब्रह्म नित्यं यज्ञे प्रतिष्ठितम्। ତାକୁ ଦେଖନ୍ତୁ ଭଗବାନ ଏଠି କଣ କହୁଛନ୍ତି ଏ ଶ୍ଲୋକରେ, କହୁଛନ୍ତି ବିଧି, ଅର୍ଜୁନଙ୍କୁ କହୁଛନ୍ତି ବିଧି ମାନେ ଜାଣି ରଖ, ବୁଝିବାକୁ ଚେଷ୍ଟା କର। କଣ କର୍ମ ବ୍ରହ୍ମୋଦ୍ଭବମ୍, କର୍ମ କୋଉଠୁ ଆସୁଛି ବ୍ରହ୍ମ ଉଦ୍ଭବମ୍, ବ୍ରହ୍ମ ମାନେ ବେଦ, ବେଦରୁ ଆସୁଛି। ନେକ୍ସଟ କହୁଛନ୍ତି ଏ ବ୍ରହ୍ମ କୋଉଠୁ ଆସିଲା ସେଟା କହିବେ। ବ୍ରହ୍ମ ଅକ୍ଷର ସମୁଦ୍ଭବମ୍, ବ୍ରହ୍ମ ସମୁଦ୍ଭବମ୍, ବେଦ ଆସୁଛି କୋଉଠୁ ଅକ୍ଷର, ଅକ୍ଷର ହଉଛି ଭଗବାନ ଶ୍ରୀକୃଷ୍ଣଙ୍କର ଅନ୍ୟ ନାମ, ଭଗବାନଙ୍କଠୁ ବେଦ ଆସୁଛି। ତାପରେ କହୁଛନ୍ତି ତସ୍ମାତ୍ ସର୍ବଗତଂ ବ୍ରହ୍ମ, ତସ୍ମାତ୍ ସର୍ବ, ସେଇଥିପାଇଁ ସର୍ବଗତଂ ବ୍ରହ୍ମ, ଏଇ ଯୋଉ ବ୍ରହ୍ମ ବୋଲେ ଭଗବାନ କୃଷ୍ଣ, ସେ ସର୍ବବ୍ୟାପୀ, ସବୁଠି ଅଛନ୍ତି ପ୍ରେଜେଣ୍ଟ। ନିତ୍ୟଂ ଯଜ୍ଞେ ପ୍ରତିଷ୍ଠିତମ୍, ଇଭନ୍ ଯଜ୍ଞରେ ମଧ୍ୟ ସେ ଅବସ୍ଥାନ କରୁଛନ୍ତି। ଆମେ ଯାହା ଯଜ୍ଞ କରୁଛେ, ଯଦି ଦେବାଦେବୀଙ୍କୁ ଯଜ୍ଞ କରେ ବା ଯଜ୍ଞର ଅର୍ଥ ତାଙ୍କୁ ସନ୍ତୁଷ୍ଟି କରିବା, ତେଣୁ ଆମେ ଯେତେବେଳେ ଭଗବାନଙ୍କୁ ପୂଜା କରୁଛେ ବୋଲେ ସେଇଠି ଭଗବାନ ଅବସ୍ଥାନ କରୁଛନ୍ତି, ପ୍ରତ୍ୟେକ ଯଜ୍ଞରେ ଭଗବାନ ଅବସ୍ଥାନ କରୁଛନ୍ତି। ଏହା ହିଁ ଏ ଶ୍ଲୋକରେ କହୁଛନ୍ତି। ତେବେ ଆମେ ମୋର ଆସିବା ଦରକାର ହେଲେ, ତେଣୁ ଭଗବାନ ଦଉଛନ୍ତି ଗୋଟେ ଫ୍ଲୋ ଚାର୍ଟ, ମାନେ ଫ୍ଲୋ ଚାର୍ଟଟା କଣ୍ଟିନ୍ୟୁ କରୁଛି 14 ନମ୍ବର ଶ୍ଲୋକରୁ ଏ ଫ୍ଲୋ ଚାର୍ଟ କଣ୍ଟିନ୍ୟୁ କରୁଛି। ଚଉଦ 15 ବର୍ତ୍ତମାନ ସେ ଯୋଉ 14ରେ ଯାହା କହିଥିଲେ, ବର୍ତ୍ତମାନ 15ରେ ସେ ଯୋଉ ଯଜ୍ଞ ଚକ୍ର ତାକୁ ଟିକେ ଉପରକୁ ଆଉ ଟିକେ ନେଇକି ଯାଉଛନ୍ତି। ଏଠି ସେ କହୁଛନ୍ତି ଯେ ମାନେ ଏଇ ଯୋଉ ଚକ୍ରର ସୋର୍ସ କଣ, ଅଲ୍ଟିମେଟ ସୋର୍ସ କଥା ସେ କହୁଛନ୍ତି। ହେଲା ସାରଙ୍କୁ ଏତେ ବାଟ ନେଇକି ଯିବିନି, ଗୋଟେ ଗୋଟେ ଭଦ୍ରକରେ ଗୋଟେ ଆୱାର୍ଡ ଦଉଛନ୍ତି ତ, ତମେ ଗାଡି ଫାଡି ଦେବେ ମତେ ନେଇକି ଯିବେ ଆଉ। ହୁଁ ହୁଁ ହଉ ହଉ। ହୁଁ, ଟିକେ म्यूट रखिए। म्यूट न रखिले मोर समय पड़े। हाँ, तबे कौतली फ्लो चार्ट, फ्लो चार्ट एटा गोटे फ्लो चार्ट माने केमती गोटे पर गोटे जिनस घटुची से जिनस देखौचंदी एटी 14 नंबर रु आरंभ कले ए जिनस बुझेबा चक्रटी जो यज्ञ चक्र बा संसार चलेबार जो चक्र सेटा 14 रु से आरंभ कले एवं हमको आस्ते आस्ते ऊपर को नेकी जाउचंदी देखेबे कोन ना यही सब जिनसर सोर्स अल्टीमेट सोर्स कोन माने कंप्लीट फोर्स से देखेबे जे आरंभ होउची कृष्णगटू एवं सरुची आमरी पाखरे जीवगणक पाखरे किंतु अल्टीमेटली भगवान पाखरे भी सरुची प्रकारांतरे सेटा हमें देखिबा एटी कौन ना कहीं ना गोटे इंपोर्टाट लिंक एथरे रहुची आमे जो 13 नंबर श्लोक रे से लिंक टा रहुची कौन ना
ଆମେ କୌଣସି ଜିନିଷ ଭଗବାନଙ୍କୁ ଅଫର ନ କରିକି ଗ୍ରହଣ କରିବାନି। ତେଣୁ ଅଲ୍ଟିମେଟଲି ଆମେ ଦେଖିବା ଯେ ଯାହା ଆମେ ଏଠି ଯୋଉ ଅନ୍ନ କଥା ଭଗବାନ 14 ନମ୍ବର ଶ୍ଲୋକରେ ଅନ୍ନ କଥା କହିଛନ୍ତି, ସେ ଅନ୍ନ ଯେତେବେଳେ ଆମ ହାତକୁ ଆସୁଛି ସେ ସାଙ୍ଗେ ସାଙ୍ଗେ ଆମେ ତାକୁ ଆମେ ରାନ୍ଧିଲେ ଆମେ ନିଜେ ଡାଇରେକ୍ଟ ଖାଇଦବା କଥା ନୁହେଁ, ତାକୁ ଭୋଗ ନ ଲଗେଇକି ଅର୍ଥାତ ଭଗବାନଙ୍କୁ ଅଫର ନ କରିକି। ତେଣୁ ପ୍ରଥମେ ଅଫର କରିବାର ଅଛି। ତେଣୁ ସେଇଠି ଯାଇକି କମ୍ପ୍ଲିଟ ହବ ଚକ୍ର। ଆରମ୍ଭ ହେଲା ଭଗବାନଙ୍କଠୁ, ସରିବ ସେଇଠି, କମ୍ପ୍ଲିଟ ହବ ସେଇ ଯୋଉ ଯଜ୍ଞ ଚକ୍ର। ତେବେ এইଭଳି ଭଗବାନ ଆମେ ଦେଖୁଛେ 9 ନମ୍ବର ଶ୍ଲୋକରୁ ଏଇ ଯଜ୍ଞ କଥା କହି ଆସୁଛନ୍ତି। 9 ନମ୍ବର ଶ୍ଲୋକରୁ ତୃତୀୟ ତୃତୀୟ ଅଧ୍ୟାୟର ଯଜ୍ଞ ଅର୍ଥାତ୍ କର୍ମଣ 9 ନମ୍ବର ଶ୍ଲୋକରେ ସେଇଠୁ କହୁଛନ୍ତି ସେ ଅନ୍ୟତ୍ର ଲୋକୟଂ କର୍ମ ବନ୍ଧନ ବୋଲିକି ସେ ଶ୍ଲୋକରେ ସେ କହିଛନ୍ତି। ତେବେ ସେଇଠୁ ସେ କହୁଛନ୍ତି ଯେ ଯଜ୍ଞର ଇମ୍ପୋର୍ଟାନ୍ସ କଣ, କାହିଁକି ଆମେ ଯଜ୍ଞ କରିବା। ଯଦି ଯଜ୍ଞ ନ କରିବା ସେଇ ଶ୍ଲୋକରେ ସେ କହୁଛନ୍ତି ଆମେ ଆମର ପ୍ରତିକ୍ରିୟା କର୍ମ କରୁଛେ ତାର ପ୍ରତିକ୍ରିୟା ଆସିବ ଏବଂ ଆମେ କର୍ମବନ୍ଧନରେ ପଡିବା। ସେଇ ଜିନିଷକୁ ଭଗବାନ ପୁରା ଡିଟେଲ ବୁଝେଇ ବୁଝେଇ ବର୍ତ୍ତମାନ ପହଞ୍ଚିଛନ୍ତି 14-15 ନମ୍ବର ଶ୍ଲୋକରେ। ଏବଂ ଏଇଠି ସେ କହୁଛନ୍ତି 14-15 ନମ୍ବର ଶ୍ଲୋକରେ ଯେ ଗୋଟିଏ ପରେ କାହାର ମାନେ କେମିତି ଗୋଟେ ଜିନିଷ ଘଟୁଛି ଏବଂ ତାର କାରଣ କଣ, ଗୋଟେ ପରେ ଇଏ ତାର କାରଣ, ସିଏ ତାର କାରଣ, ଏଇଭଳି ବୁଝେଇ ବୁଝେଇ ଯାଉଛନ୍ତି। ସେ କହୁଛନ୍ତି ଯୋଉ ଶରୀର ଆମର, ଏ ଶରୀରର କାରଣ ହଉଛି ଅର୍ଣ୍ଣ। ପ୍ରଥମ ସେ 14 ନମ୍ବର ଶ୍ଲୋକରେ ସେଟା କହିବା ଆରମ୍ଭ କଲେ ଯେ ଶରୀରର ଆମର କାରଣ ହଉଛି ଅର୍ଣ୍ଣ। ଶରୀରର ଉତ୍ପତ୍ତି, ଶରୀରର ପୋଷଣ ଦିଟା ଯାକ ଅର୍ଣ୍ଣ ଯୋଗୁ ସମ୍ଭବ। ଏବଂ ଅର୍ଣ୍ଣର କାରଣ ହଉଛି ବର୍ଷା। ସେ ପ୍ରଥମ ଶ୍ଲୋକ 14 ନମ୍ବର ଶ୍ଲୋକରେ କହିଲେ ଅର୍ଣ୍ଣର କାରଣ ବର୍ଷା, ବର୍ଷାର କାରଣ ଯଜ୍ଞ। ଯଜ୍ଞ ଆମେ କଲେ ବର୍ଷା ହଉଛି। ଏବଂ ଯଜ୍ଞର କାରଣ କର୍ମ। କୋଉ କର୍ମ? ନିୟତ କର୍ମ, ପ୍ରେସକ୍ରାଇବ ଡ୍ୟୁଟି, ଯାହା ଆମକୁ ଶାସ୍ତ୍ରରେ ଦିଆଯାଇଛି ଯୋଉ କର୍ମ କଲେ ମାନେ ସେଇ କର୍ମରୁ ଆସୁଛି ଯଜ୍ଞ। ତେଣୁ ଯଜ୍ଞର କାରଣ ହଉଛି କର୍ମ। এইଭଳି 14 ନମ୍ବର ଶ୍ଲୋକରେ କହିଲେ। ବର୍ତ୍ତମାନ 15 ନମ୍ବର ଶ୍ଲୋକରେ ସେ କହୁଛନ୍ତି କର୍ମ କୋଉଠୁ ଆସିଲା? କର୍ମ ବ୍ରହ୍ମ ଉଦ୍ଭବମ୍, ବ୍ରହ୍ମରୁ ଆସୁଛି, ସୃଷ୍ଟି ହଉଛି। ବ୍ରହ୍ମ ବୋଲେ ବେଦ। ବେଦ କଣ? ବେଦ ହଉଛି ଆମର ଧର୍ମ ଗ୍ରନ୍ଥ, ଆମର ସଂହିତା ବେଦ, ଯାହାକୁ ଆମେ ଅନୁସରଣ କରିବାର ଅଛି ଆମକୁ। କାହିଁକି ନା ଆମକୁ ବେଦ କର୍ମ କରିବାର ବିଧି ବତଉଛି, ତରିକା ଶିଖଉଛି, ଆମକୁ ବିଭିନ୍ନ ଡାଇରେକ୍ସନ ଦଉଛି ଯେ କେମିତି କର୍ମ ଆମକୁ କରିବାକୁ ହବ। ବ୍ରହ୍ମ ଶବ୍ଦର ଅର୍ଥ ଏଠି ଦେଖନ୍ତୁ, ବ୍ରହ୍ମ ଦିଥର ୟୁଜ ହେଇଛି। ପ୍ରଥମେ କହୁଛନ୍ତି କର୍ମ ବ୍ରହ୍ମ ଉଦ୍ଭବମ୍, ସେ ସେକେଣ୍ଡ ଲାଇନରେ କହୁଛନ୍ତି ତସ୍ମାଦ ସର୍ବଗତଂ ବ୍ରହ୍ମ। ଦୁଇଥର ବ୍ରହ୍ମ ୟୁଜ ହେଇଛି। ତେଣୁ ପ୍ରଥମ ବ୍ରହ୍ମର ଅର୍ଥ ହଉଛି ବେଦ। ଦିଟା ଯାକ ବ୍ରହ୍ମ, ସେ ବି ବ୍ରହ୍ମ ଇଏ ବି ବ୍ରହ୍ମ, କିନ୍ତୁ ଦିଟାକର ମିନିଂ ଅଲଗା। ଗୋଟେ ହଉଛି ଶବ୍ଦ ବ୍ରହ୍ମ, ଆଉ ଗୋଟେ ହଉଛି ଅକ୍ଷର ବ୍ରହ୍ମ। ଶବ୍ଦ ବ୍ରହ୍ମ ବୋଲେ ଯୋଉଟା ବେଦ, ଏବଂ ଅକ୍ଷର ବ୍ରହ୍ମ ବୋଲେ ସ୍ୱୟଂ ଭଗବାନ। ଭଗବାନଙ୍କର ଅନ୍ୟ ନାମ ଅକ୍ଷର। ଅକ୍ଷରର ଅର୍ଥ ହଉଛି କ୍ଷୟ ନାହିଁ ଯାହାର, ଅକ୍ଷର। ତେଣୁ ଯାହାର ଅରିଜିନ ନାହିଁ, ଯୋଉ ଜିନିଷର ଅରିଜିନ ନାହିଁ, ଯାହାଙ୍କର ଅରିଜିନ ନାହିଁ କି ଶେଷ ନାହିଁ, ନୋ ବିଗିନିଂ ନୋ ଏଣ୍ଡ, କୌଣସି କାରଣ ନାହିଁ ତାଙ୍କର, ଯୋଉ ଉତ୍ପତ୍ତିର ବି କାରଣ ନାହିଁ, ସେଥିପାଇଁ ତାଙ୍କ ନାଁ ଅକ୍ଷର। ତେବେ ଯାହା ହଉ, ଭଗବାନ କହୁଛନ୍ତି ଯେ ଏଇଭଳି ଯୋଉ କର୍ମ 14ର ଯୋଉ ଏଣ୍ଡ ହେଲା, ଯେ କର୍ମରେ ଏଣ୍ଡ କରୁଛନ୍ତି ଅର୍ଣ୍ଣ। ଅର୍ଣ୍ଣର କାରଣ ପ୍ରଥମ କହିଲେ ଜୀବ ବଞ୍ଚୁଛି, ତାର କାରଣ ଅର୍ଣ୍ଣ। ଅର୍ଣ୍ଣର କାରଣ ବର୍ଷା, ବର୍ଷାର କାରଣ ଯଜ୍ଞ, ଯଜ୍ଞର କାରଣ ହଉଛି କର୍ମ। ସେ କର୍ମ କୋଉଠୁ ଆସିଲା? ନା ବେଦରୁ। এইটি 15 নম্বর ଶ୍ଲୋକରେ ପ୍ରଥମ ଜିନିଷ କହୁଛନ୍ତି ବେଦରୁ ଆସିଲା କର୍ମ ବ୍ରହ୍ମ ଉଦ୍ଭବମ୍। ବେଦ କଣ? ହ୍ୱାଟ ଇଜ ବେଦ? ଆମେ ବେଦ ଜିନିଷ ମଧ୍ୟ ଆମେ ଦେଖିବା, ଯୋଉ
ଆମର ଷଷ୍ଠ ସ୍କନ୍ଦ ଶ୍ରୀମଦ୍ ଭାଗବତମ ରେ ଗୋଟେ ଉପାଖ୍ୟାନ ଅଛି ଅଜାମିଲ। ସେଠି ଯେତେବେଳେ ଅଜାମିଲକୁ ନବାକୁ ଆସୁଛନ୍ତି କିଏ ଯମଦୂତ ମାନେ, ସେଠି ମଧ୍ୟ ବିଷ୍ଣୁ ଦୂତ ମାନେ ଆସିକି ପହଞ୍ଚିଛନ୍ତି। କାହିଁକି ନା ସେ ନାରାୟଣଙ୍କ ନାମ ନେଇଥିଲେ ଲାଷ୍ଟ ମୋମେଣ୍ଟରେ। ସେବେ ଯେତେବେଳେ ଆସିକି ପହଞ୍ଚିଛନ୍ତି ବିଷ୍ଣୁଦୂତ, ଯମଦୂତଙ୍କ ସାଙ୍ଗରେ ତାଙ୍କର ଟିକେ ଆର୍ଗୁମେଣ୍ଟ ହେଇଛି ଯେ ତମେ କିଏ, କାହିଁକି ଆସିଛ। ସେମାନେ କହୁଛନ୍ତି ଆମେ ହଉଛୁ ଧର୍ମ ଦୂତ। କହିଲେ ଧର୍ମ ଦୂତ ଯଦି ଡେଫିନେସନ କୁହ, ଧର୍ମର ଡେଫିନେସନ କଣ, ତାହେଲେ ଆମେ ଗ୍ରହଣ କରିବୁ ଯେ ତମେ ଧର୍ମ ଦୂତ ବୋଲିକି। ସେମାନେ କହିଲେ ବେଦର ବାକ୍ୟ ହିଁ ଧର୍ମ। ବେଦ ବାକ୍ୟ ହିଁ ଧର୍ମ। ବେଦ ପ୍ରଣୀତ ହିଁ ଧର୍ମ ବୋଲିକି ଗୋଟେ ଆମର ଭାଗବତମରେ ଅଛି ସେ ଶ୍ଲୋକଟି, ବେଦ ନାରାୟଣ ସାକ୍ଷାତ, ସେ ସେୟା ହିଁ କହିଲେ, ବେଦ ନାରାୟଣ ସାକ୍ଷାତ। ତାମାନେ ଯମଦୂତଙ୍କର, ବିଷ୍ଣୁଦତ୍ତ ଦେଖିଲେ ଯେ ଯମଦୂତଙ୍କର ମାନେ ପାଠ ପଢା ଭଲ ଅଛି, ଜାଣିଛନ୍ତି, କିନ୍ତୁ କମ୍ପ୍ଲିଟ ନୁହେଁ। ସେ ପାଠ ପଢାଟି ଯୋଉ ଅଧ୍ୟୟନ କରିଛନ୍ତି, ସେ ଅଧ୍ୟୟନ କମ୍ପ୍ଲିଟ ନୁହେଁ। ବେଦ ନାରାୟଣ ସାକ୍ଷାତ ବୋଲି କହୁଛନ୍ତି, କିନ୍ତୁ ଜଣା ନାହିଁ ଯେ ବେଦର ରଚୟିତା ନିଜେ ନାରାୟଣ। ବେଦ ମନକୁ ମନ ଆସିନି, ବେଦ ଭଗବାନଙ୍କର ବାଣୀ। କେମିତି ବାଣୀ, ତାଙ୍କ ନିଶ୍ୱାସରୁ। ପ୍ରପାତ ପର୍ପଟରେ ସେଟା ଲେଖୁଛନ୍ତି, ତାଙ୍କ ନିଶ୍ୱାସରୁ ହିଁ ବେଦ ସୃଷ୍ଟି ହେଇଛି। ଇଏ ଆମର ଯୋଉ ଉପନିଷଦ ଅଛି ସେଥିରେ ଏଇଟା କୁହାଯାଇଛି, ତାଙ୍କର ନିଶ୍ୱାସରୁ ସୃଷ୍ଟି ହେଇଛି। ଜଣେ ପ୍ରଶ୍ନ ପଚାରିବ ନିଶ୍ୱାସରୁ କେମିତି ଆସିଲା। ବ୍ରହ୍ମ ସଂହିତାରେ ଲେଖା ହେଇଛି, ବ୍ରହ୍ମ ସଂହିତାରେ ଯେ ମାନେ ଗୋଟେ ଜାଗାରେ ଅଛି, ଅଙ୍ଗାନିଜସ୍ୟ ସକଳ ଇନ୍ଦ୍ରିୟ सकल इंद्रिय वृत्ति मंति पांति कल्यंती चिरम जगंती। ଏଇଭଳି ଗୋଟେ ଲାଇନ୍ ଅଛି ଆମର ବ୍ରହ୍ମ ସଂହିତାରେ। ବ୍ରହ୍ମା ନିଜେ କହୁଛନ୍ତି, ତାର ଅର୍ଥ ହଉଛି ଯେ ଅଙ୍ଗାନି ଯସ୍ୟ ମାନେ ସକଳ ଇନ୍ଦ୍ରିୟ, ସବୁ ଇନ୍ଦ୍ରିୟ ଗୁଡିକ ଏବଂ ସବୁ ତାଙ୍କର ଯେତେ ଅଙ୍ଗ ପ୍ରତ୍ୟଙ୍ଗ ସବୁ ବୃତ୍ତିମନ୍ତେ ମାନେ ସେ କହୁଛନ୍ତି ଯେ ମାନେ ସବୁ ପ୍ରକାରର କାମ କରିପାରିବ, ଯେକୌଣସି କାମ ସେ କରିପାରିବ। ମାନେ ଆଖି ଖାଲି ଦେଖିବା କାମ କରିବନି, ଆଖିରେ କାନର କାମ ହେଇପାରିବ, ଆଖିରେ ଖାଇବା କାମ ହେଇପାରିବ, ସବୁ ଭଗବାନଙ୍କର ଏନି ଅର୍ଗାନ ଫର ଏନିଥିଙ୍ଗ ଇଟ୍ କ୍ୟାନ୍ ବି ୟୁଜ, ଯେକୌଣସି କାମ ପାଇଁ ବ୍ୟବହାର କରାଯାଇ ପାରିବ। ବ୍ରହ୍ମା ଏଟା କହୁଛନ୍ତି ବ୍ରହ୍ମ ସଂହିତାରେ। ତେଣୁ ସେମିତି ସେ ଯୋଉ କଥା କହୁଛନ୍ତି, ସେ ମଧ୍ୟ ନିଶ୍ୱାସରେ ମଧ୍ୟ କଥା କହିପାରିବେ, ବ୍ରିଦିଂ କରିଦେଲେ ମଧ୍ୟ ସେ କଥା କହିପାରିବେ। ଡିଫରେଣ୍ଟ ଆକ୍ଟିଭିଟିଜ ଡିଫରେଣ୍ଟ ସେନ୍ସରେ ତାଙ୍କର ଯୋଉ ଅର୍ଗାନରେ ସେ କରିପାରନ୍ତି। ସେଥିପାଇଁ ସେ କହିପାରିବେ, ତାଙ୍କର ଯେକୌଣସି ସେନ୍ସ ଅର୍ଗାନ ୟୁଜ କରିକି ସେ ମଧ୍ୟ କହିପାରିବେ। ଏବଂ ଏଇଭଳି ତାଙ୍କ ନିଶ୍ୱାସରେ 4ଟି ବେଦ ସୃଷ୍ଟି ହେଇଥିଲା, ଋକ୍ ଯଜୁଃ ସାମ ଅଥର୍ବ। ଇଏ ବୃହନ୍ ଆରଣ୍ୟକ ଉପନିଷଦରେ କୁହାଯାଇଛି, 4ଟି ବେଦ ଭଗବାନ ସୃଷ୍ଟି କରିଥିଲେ। ତେଣୁ ଇଏ ହଉଛି ଭଗବାନଙ୍କର ବାଣୀ, ବେଦ। ଭଗବାନ ଏ ବେଦ କାହିଁକି ସୃଷ୍ଟି କଲେ ସେତିକି ଜାଣିବା ଦରକାର। ଯେମିତି ଆମେ କହୁଛେ ଯେ କର୍ମ ବ୍ରହ୍ମ ଉଦ୍ଭବମ୍, ବୋଲେ ବେଦରୁ ଆସିଲା, ତାହେଲେ ବେଦ ଆକ୍ଚୁଆଲି କାହିଁକି ଭଗବାନ ବେଦକୁ ସୃଷ୍ଟି କରିଛନ୍ତି, ବେଦ ଆମକୁ କାହିଁକି ଦେଲେ। ଏ ଦୁନିଆରେ ଯେକୌଣସି ପ୍ରଡକ୍ଟ ଆମେ ଆଣୁଛେ, ତାର କିଛି ନା କିଛି ଗୋଟେ ନିୟମାବଳୀ ଥିବ, କିଛି ଗୋଟେ ଗାଇଡାନ୍ସ ଥିବ କରିବା ପାଇଁ। କେମିତି ଆମେ ଖାଇବା, କେମିତି କାମ କରିବା, କେମିତି ଅପରେଟ କରିବା। ମେସିନ ଆଣୁଛେ, ସିଲେଇ ମେସିନ କି ଫ୍ରିଜ, ୱାସିଂ ମେସିନ, ଏସି, ଆମେ ଘରକୁ ଯାହା ଆଣୁଛେ ତାର ତ ଗୋଟେ କିଛି ପ୍ରଡକ୍ଟ ମାନୁଆଲ ଆମ ତାଙ୍କ ସାଙ୍ଗରେ ମିଳୁଛି ନା, କେମିତି ଆମେ ତାକୁ ଅପରେଟ କରିବା। ମେଡିସିନ ଆମେ ଖାଉଛେ, ମେଡିସିନରେ ମଧ୍ୟ ଲେଖା ହେଇଛି, ଗାଇଡଲାଇନ୍ସ ଅଛି କେମିତି ବ୍ୟବହାର କରିବା।
ସେମିତି ଭଗବାନ ଯେତେବେଳେ ଏ ଜଗତକୁ ସୃଷ୍ଟି କଲେ ଏବଂ ଆମକୁ ମଧ୍ୟ ସୃଷ୍ଟି କଲେ, ଗୋଟିଏ ଶରୀର ଦେଲେ, ଏ ଶରୀରକୁ କେମିତି ଆମେ ବ୍ୟବହାର କରିବା, କେମିତି ଆମେ ତାକୁ ଆର ରକ୍ଷଣାବେକ୍ଷଣ କରିବା, ବ୍ୟବହାର କରିବା ଏବଂ ଜଗତରେ କେମିତି ବଞ୍ଚିବା ଏବଂ ଆଟ୍ ଦି ସେମ୍ ଟାଇମ୍ ଆମେ କେମିତି ଆମ ଜୀବନର ଉଦ୍ଦେଶ୍ୟକୁ ହାସଲ କରିପାରିବା, ଏ ବେଦରେ ଲେଖା ହେଇଛି। କିନ୍ତୁ ମେନ୍ କଥା ହଉଛି ଯେ ଆମେ ଆସିଛେ କଣ ପାଇଁ? ଏନ୍ଜୟ କରିବା ପାଇଁ, ଉପଭୋଗ କରିବା ପାଇଁ। ଏବଂ ଆମର ଏ ଟେଣ୍ଡେନ୍ସି ଅଛି ଉପଭୋଗ କରିବା, ଆମେ ମାଲିକ ବା ପ୍ରଭୁତ୍ୱ ଜଗେଇବା ଆମର ଏଇ ଯୋଉ ଭୌତିକ ପ୍ରକୃତି ଉପରେ। କିନ୍ତୁ କୃଷ୍ଣ ହଉଛନ୍ତି ବହୁତ ଦୟାଳୁ, ସେ ମାନେ ଆମର କନସର୍ନ ଆମ ପାଇଁ। ସେ ଜାଣୁଛନ୍ତି ଯେ ଏମାନେ ଏନ୍ଜୟମେଣ୍ଟ ପାଇଁ ଆସିଛନ୍ତି, ଏ ଜଗତକୁ ଉପଭୋଗ କରିବାକୁ ଆସିଛନ୍ତି। ଆଉ ଯଦି ସେଇ କାମ ଖାଲି କରିବେ, এই ଉପଭୋଗରେ ରହିବେ, ତାହେଲେ ମୋ ପାଖକୁ ଆସିବେ କେମିତି, ଫେରିବେ କେମିତି? ତେଣୁ ବେଦର ଉଦ୍ଦେଶ୍ୟ ହଉଛି ଦିଟା। ଗୋଟେ ହଉଛି ବେଦ ଆମକୁ ଶିଖଉଛି ଯେ ଉପଭୋଗ କରିବା, କିନ୍ତୁ ଉପଭୋଗ କରିବାର ତରିକା ଆମକୁ ଶିଖେଇଛି ବେଦ। ଠିକ ଅଛି, ଉପଭୋଗ କର, କୌଣସି ଅସୁବିଧା ନାହିଁ, କିନ୍ତୁ ଆଟ୍ ଦି ସେମ୍ ଟାଇମ୍ ଶିଖଉଛି ଆମକୁ ଏ ଇନ୍ଦ୍ରିୟ ଭୋଗ କରିବା ସାଙ୍ଗେ ସାଙ୍ଗେ ମଧ୍ୟ ସାଥିରେ ଆମକୁ ଦେଖିବାକୁ ପଡିବ, ନିଶ୍ଚିତ କରିବାକୁ ପଡିବ ଯେ କେମିତି ଆମେ ଆଧ୍ୟାତ୍ମିକ ପଥରେ ଆଗକୁ ଆଗେଇବା। ଇଏ ହଉଛି ବେଦର ଉଦ୍ଦେଶ୍ୟ। ସେଥିପାଇଁ ଭଗବାନ ବେଦ ଦେଲେ। ସେ ସର୍ବଶକ୍ତିମାନ, ସେ କିଛି ବି କରିପାରିବେ। ଯେମିତି ଏ ମାନେ କଟାକ୍ଷ ଚକ୍ଷୁରେ ସେ କଣ କରୁଛନ୍ତି? ପ୍ରେଗନେଟ୍ କରୁଛନ୍ତି ପୁରା ଏ ପ୍ରକୃତିକୁ ତାଙ୍କ ଆଖି ଦ୍ୱାରା। ସର୍ବଜନିଷୁ କନ୍ତେ ଅହଂ ବୀଜ ପିତା ବୋଲିକି ସେ କହିଛନ୍ତି ନା ଆଗରେ ଯାଇକି। କିନ୍ତୁ ତଥାପି ସେମାନେ ଜାଣୁଛନ୍ତି ଯେ ଭଗବାନ ଯେ ଏମାନେ କେମିତି ବଞ୍ଚିବେ, ସେଥିପାଇଁ ବେଦ ସୃଷ୍ଟି କଲେ ତାଙ୍କ ନିଶ୍ୱାସରେ। ତେଣୁ ଏଇ ଯୋଉ ବେଦ ବ୍ରହ୍ମ, ଆମେ ଆମେ ବ୍ରହ୍ମ ଶବ୍ଦର ଅର୍ଥ ବେଦ ଶବ୍ଦ ବ୍ରହ୍ମ, ଇଏ ଶବ୍ଦ ବ୍ରହ୍ମର କାରଣ ହଉଛି ଅକ୍ଷର ବ୍ରହ୍ମ। ପ୍ରତ୍ୟେକର କାରଣ, ମାନେ ଯେମିତି ପ୍ରଥମେ ଆମେ କହିଲେ କାରଣ, ଆମେ ବଞ୍ଚିବାର କାରଣ ଅନ୍ନ, ଅନ୍ନର କାରଣ ବର୍ଷା, ବର୍ଷାର କାରଣ ଯଜ୍ଞ, ଯଜ୍ଞର କାରଣ କର୍ମ। ଏଠି କହୁଛନ୍ତି କର୍ମର କାରଣ ବ୍ରହ୍ମ ବୋଲେ ବେଦ, ଏବଂ ବେଦର କାରଣ ନେକ୍ସଟ କହୁଛନ୍ତି ଅକ୍ଷର, ଭଗବାନ କୃଷ୍ଣ ନିଜେ। ଶବ୍ଦ ବ୍ରହ୍ମର କାରଣ ହଉଛନ୍ତି ଅକ୍ଷର ବ୍ରହ୍ମ। ତେଣୁ ସାତଟି କଥା ଭଗବାନ କହୁଛନ୍ତି 14-15 ନମ୍ବର ଶ୍ଲୋକରେ ମିଶେଇକି ସାତଟି କଥା କହୁଛନ୍ତି। ପ୍ରଥମ ଶରୀର କଥା କହିଲେ, ମାନେ ଜୀବି ବଞ୍ଚିବା, ଜନ୍ମ ବା ବଞ୍ଚିବା ଶରୀର ଅର୍ଣ୍ଣରୁ, ଅର୍ଣ୍ଣ ବର୍ଷାରୁ, ବର୍ଷା ଯଜ୍ଞରୁ, ଯଜ୍ଞ କର୍ମରୁ, କର୍ମ ବେଦରୁ, ବେଦ କୃଷ୍ଣଙ୍କଠୁ। ସାତଟି କଥା କହିଲେ, ଏକୁ କୁହାହଉଛି ଯଜ୍ଞ ଚକ୍ର। ଯଦିଓ ସମସ୍ତ ହଉଛନ୍ତି ସମସ୍ତଙ୍କର କାରଣ, ମାନେ ଗୋଟେ ଅନ୍ୟର କାରଣ, ଏଇଟାର କାରଣ ସିଏ, ସେଇଟାର କାରଣ, କିନ୍ତୁ ଅଲ୍ଟିମେଟ କଜ ଅଫ ଅଲ୍ କଜେସ୍, ଅଲ୍ଟିମେଟ କାରଣ, ଅନ୍ତିମ କାରଣ ଭଗବାନ କୃଷ୍ଣ। ତେଣୁ ସେଥିପାଇଁ ଭଗବାନ ଆମର 13 ନମ୍ବର ଶ୍ଲୋକରେ କହିଲେ, ଯଦି ଆମେ ଭୋଗ, ଆମେ ଯାହା ଖାଉଛେ, ଯଦି ଯଜ୍ଞ ଉତ୍ସର୍ଗିତ ଆମେ ଖାଦ୍ୟ ଖାଉନେ, ତାହେଲେ ଆମେ ପାପ କରୁଛେ, ୱିଲ୍ ବି ଟ୍ରାପ୍, ଆମେ ଫସିଯିବା କର୍ମବନ୍ଧନରେ, ପ୍ରତିକ୍ରିୟା ଆସିବ। ସେଥିପାଇଁ କହୁଛନ୍ତି ଭୋଗ, ଭୋଗ ଯେହେତୁ କଜ ଅଫ ଅଲ୍ କଜେସ୍, ଅଲ୍ଟିମେଟ ସୋର୍ସ ଭଗବାନ, ଅନ୍ତିମ କାରଣ ସେଇ, ତେଣୁ ତାଙ୍କୁ ଆମକୁ ଅଫର କରିବାର ଅଛି। ତେଣୁ ଯେତେବେଳେ ଆମେ ଜାଣୁଛେ ଯେ ଏଇ ଚକ୍ରଟି କଥା ଆମେ ଜାଣୁଛେ, ଏଇଭଳି ସାତଟି ଜଣେ ପରେ ଜଣେ କାରଣ, ଆମର କର୍ତ୍ତବ୍ୟ କଣ? ଆମର କର୍ତ୍ତବ୍ୟ ହଉଛି, ଭଗବାନ କହୁଛନ୍ତି ଯଜ୍ଞ କରିବା। ତାହେଲେ ଆମର ଯୋଉ ମଣିଷ ଶରୀର ପାଇଛେ, ତାକୁ ଆମେ ତାକୁ ପରଫେକ୍ଟ କରିପାରିବା, ତାର ସତ୍ ଉପଯୋଗ କରିପାରିଲେ। ଏବଂ ଯଜ୍ଞ କଣ? ଯଜ୍ଞ ହଉଛି ଭଗବାନଙ୍କ ନିର୍ଦ୍ଦେଶ ଅନୁସାରେ କାମ କରିବା, ତାଙ୍କ ଇଚ୍ଛା ଅନୁସାରେ କାମ କରିବା, ତାଙ୍କୁ ସାଟିସ୍ଫାଇ କରିବା। ଏଇ ହଉଛି
ମାନେ ଯଜ୍ଞର ଅଲ୍ଟିମେଟ ଅବଜେକ୍ଟିଭ ଉଦ୍ଦେଶ୍ୟ। କିନ୍ତୁ ଏ ସଂକୀର୍ତ୍ତନ ଯଜ୍ଞ ଏଇ ଯୋଉ କଳି ଯୁଗରେ ଇଏ ହଉଛି ସଂକୀର୍ତ୍ତନ ଯଜ୍ଞ ହିଁ କେବଳ ଏକମାତ୍ର ଯଜ୍ଞ। ଯଦି ସଂକୀର୍ତ୍ତନ ଯଜ୍ଞ ଆମେ କରୁଛେ ତାହେଲେ ଦେବୀ ଦେବତା ମାନେ ଅଟୋମେଟିକାଲି ସନ୍ତୁଷ୍ଟ ହେଇଯିବେ। କାହିଁକି ନା ସେମାନେ ହଉଛନ୍ତି କୃଷ୍ଣଙ୍କ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ। ତେଣୁ ତାଙ୍କୁ ସେପାରେଟଲି ସାଟିସ୍ଫାଇ କରିବାର ଆବଶ୍ୟକତା ନାହିଁ। ତେଣୁ ଯେତେବେଳେ ମାନେ ପ୍ରଥମ ଲାଇନରେ କହୁଛନ୍ତି ଯେ ଅକ୍ଷର ବ୍ରହ୍ମରୁ ବ୍ରହ୍ମ, ଏବଂ ସେକେଣ୍ଡ ଲାଇନରେ କହୁଛନ୍ତି ଯେ ତସ୍ମାତ୍। ଫାର୍ଷ୍ଟ ଲାଇନରେ କହିଲେ ବ୍ରହ୍ମ ଅକ୍ଷର ସମୁଦ୍ଭବମ୍, ସେକେଣ୍ଡ ଲାଇନରେ କହୁଛନ୍ତି ତସ୍ମାତ୍ ସର୍ବଗତଂ ବ୍ରହ୍ମ। ମାନେ କହୁଛନ୍ତି ଯେ ତେଣୁ, ତେଣୁ ଶବ୍ଦର ଅର୍ଥ କଣ? କନକ୍ଲୁଡ କରୁଛନ୍ତି। ଯାହା ମୁଁ କହି ଆସିଲି ସେଥିପାଇଁ ସେ କହୁଛନ୍ତି, ମୁଁ ସେ ଗୋଟେ ଉପସଂହାର ଦଉଛନ୍ତି ବା ଗୋଟେ ନିର୍ଣ୍ଣୟାତ୍ମକ ବାକ୍ୟ କହିବାକୁ ଯାଉଛନ୍ତି, ଗୋଟେ ଡିସିସିଭ ଷ୍ଟେଟମେଣ୍ଟ ଦେବେ ସେ। ସେଥିପାଇଁ କହୁଛନ୍ତି ତସ୍ମାତ୍। କଣ ସେ କହୁଛନ୍ତି? ତସ୍ମାତ୍ ସର୍ବଗତଂ ବ୍ରହ୍ମ। ଯେହେତୁ ଅଲ୍ଟିମେଟ କାରଣ ମୁଁ ହଉଛି ସର୍ବଗତ, ମୁଁ ସବୁଠି ବ୍ୟାପିକି ଅଛି, ମାନେ ସର୍ବବ୍ୟାପୀ, ଓମନି ପ୍ରେଜେଣ୍ଟ। ସେ ନିଜକୁ କହୁଛନ୍ତି ମୁଁ ସର୍ବବ୍ୟାପୀ। ତା ପୂର୍ବରୁ ମଧ୍ୟ ଆମେ କୋଉଠି ଗୋଟେ ଦେଖିଥିଲେ, ଦ୍ୱିତୀୟ ଅଧ୍ୟାୟରେ ସେଇ ସର୍ବଗତ ଶବ୍ଦଟି ଆସିଥିଲା। ସର୍ବଗତ ସର୍ବଗତ ସ୍ଥାଣୁ ଅଚଳ, 22 নম্বর শ্লোক ବୋଧେ, ଦ୍ୱିତୀୟ ଅଧ୍ୟାୟ। ହଁ, ସେଇ ଯୋଉ ଶ୍ଲୋକରେ ଅଛି ଅଚ୍ଛେଦ୍ୟ ଅୟଂ ଅଦାହ୍ୟ ଅୟଂ ଅକ୍ଲେଦ୍ୟ ଅଶ୍ୱସ୍ୟ ନିତ୍ୟ ସର୍ବଗତ ସ୍ଥାଣୁ ଅଚଳ ଅୟଂ ସନାତନ। ସେଠି ବି ସର୍ବଗତ ଥିଲା। ଏଠି କାହା ବିଷୟରେ କୁହାଯାଇଛି ସର୍ବଗତ? ଏଠି କୁହାଯାଇଛି ଆତ୍ମା। ଏଠି ସର୍ବଗତ ପରମାତ୍ମାଙ୍କ ସମ୍ବନ୍ଧରେ। ସେଠି ଆତ୍ମା ସର୍ବଗତ, କିନ୍ତୁ ଡିଫରେନ୍ସ ଅଛି। ସେ ସର୍ବଗତ ମାନେ ସେଠି ସବୁ ଜାଗାରେ ଆତ୍ମା ରହିପାରୁଛି, ସବୁ ଜାଗାରେ, ମାନେ ସବୁ ଶରୀରରେ ରହିପାରିବ, ପଶୁ ଶରୀରରେ, ମଣିଷ ଶରୀରରେ, ପକ୍ଷୀ ଶରୀରରେ, ସ୍ଥଳରେ, ଜଳରେ, ଆକାଶରେ, ଅଗ୍ନିରେ, ସବୁଠି ରହିପାରିବେ ଜୀବ, ସର୍ବଗତ ସେଇଥିପାଇଁ। କିନ୍ତୁ ସବୁଠି ସାଇମଲଟେନିୟସଲି ରହିପାରିବେନି, ଏକ ସମୟରେ ସବୁ ଜାଗାରେ ରହିପାରିବେନି। କିନ୍ତୁ ଭଗବାନ କୃଷ୍ଣ ସବୁ ଜାଗାରେ ଏକ ସମୟରେ ରହିପାରିବେ। ଇଏ ହଉଛି ଡିଫରେନ୍ସ। ତେଣୁ ସର୍ବଗତର ମିନିଂ ହଉଛି ଯେ ସବୁ ଜାଗାରେ ଏକ ସମୟରେ, ସବୁ ଶରୀରରେ ଏକ ସମୟରେ ଭଗବାନ ରହିପାରିବେ। ଯେହେତୁ ସବୁ ଜାଗାରେ ସେ ଅଛନ୍ତି, ସେଥିପାଇଁ ସେ କହୁଛନ୍ତି ସର୍ବଗତ ବ୍ରହ୍ମ ନିଜେ ବୋଲିକି। କିନ୍ତୁ ସର୍ବଗତର ଆଉ ଗୋଟେ ମିନିଂ ହେଇପାରେ କଣ ନା, ସମସ୍ତ ସବୁ ଶରୀରରେ ମଧ୍ୟ ସେ ଅଛନ୍ତି ଏକ ସମୟରେ। ମୋ ଶରୀରରେ ଅଛନ୍ତି ର ମାନେ ନୁହେଁ ଅନ୍ୟ ଶରୀରରେ ସେ ନାହାନ୍ତି। ଏକ ସମୟରେ ପ୍ରତ୍ୟେକଙ୍କ ଜୀବ, ଯେତେ ଜୀବ ଅଛନ୍ତି, ଯେତେ ପକ୍ଷୀ, ଯେତେ ପଶୁ, ଯେତେ ମଣିଷ, ସମସ୍ତଙ୍କ ଇଏରେ ଅଛନ୍ତି, ଇନକ୍ଲୁଡିଂ ଡେମିଗଡ୍ସ। ସେଥିପାଇଁ ଯେହେତୁ ସର୍ବଗତ, ଆମେ ଯଦି ତାଙ୍କୁ ପ୍ଲିଜ କରୁଛେ, ଅଟୋମେଟିକାଲି ଯୋଉ ଦେବାଦେବୀ ମାନେ ମଧ୍ୟ ଖୁସି ହେଇଯିବେ। ତାଙ୍କର ପୂଜା ହେଇଗଲା, ଯେମିତି ଭଗବାନଙ୍କୁ ଆମେ ପୂଜା କଲେ। ଆଉ ଗୋଟେ ବି ସର୍ବଗତର ମିନିଂ ହବ ସର୍ବଲୋକ ମହେଶ୍ୱର। ଯେହେତୁ ସେ ହଉଛନ୍ତି ମାଲିକ, ପୁରା ଏ ବ୍ରହ୍ମାଣ୍ଡର, 14 ବ୍ରହ୍ମାଣ୍ଡର ମାଲିକ ସେଇ। ତେଣୁ ସେ ପୂଜ୍ୟ, ତାଙ୍କୁ ପୂଜା କରିବାର ଅଛି, ତାଙ୍କୁ ଭକ୍ତି କରିବାର ଅଛି, ତାଙ୍କୁ ସାଟିସ୍ଫାଇ କରିବାର ଅଛି। ସେ ମାଲିକ।
ଯେମିତି ସର୍ଭାଣ୍ଟ ଆମର ମାଲିକକୁ ସାଟିସ୍ଫାଏ କରେ, ତା କାମ ହେଲା ମାଲିକ ଅନୁସାରେ, ମାଲିକର ନିର୍ଦ୍ଦେଶ ଅନୁସାରେ କାମ କରିବ, ତେଣୁ ତାକୁ ସନ୍ତୁଷ୍ଟ କରିବ। ସେମିତି ଭଗବାନ ହଉଛନ୍ତି ମାଲିକ, ତେଣୁ ତାଙ୍କୁ ସନ୍ତୁଷ୍ଟ କରିବାର ଅଛି। ସର୍ବଲୋକ, ସର୍ବଗତର ଅର୍ଥ ବି ସର୍ବଲୋକ ମହେଶ୍ୱର। ସର୍ବଲୋକର ଅର୍ଥ ସାଇମଲ୍ଟେନିୟସଲି ପ୍ରେଜେଣ୍ଟ, ଏକ ସମୟରେ ସବୁ ଶରୀରରେ ସବୁ ଜାଗାରେ ପ୍ରେଜେଣ୍ଟ। ସର୍ବଗତର ମିନିଂ ହଉଛି ଯେ ସମସ୍ତଙ୍କ ଶରୀରରେ ମଧ୍ୟ ଅଛନ୍ତି, ଡେମିଗଡ୍ସକୁ ମିଶେଇକି ମଧ୍ୟ। ସେଥିପାଇଁ ଆମକୁ ଡେମିଗଡ୍ସକୁ ସେପାରେଟଲି ପୂଜା କରିବାର ଆବଶ୍ୟକତା ନାହିଁ। ସର୍ବଲୋକ ମହେଶ୍ୱର ବି ସର୍ବଗତର ଅର୍ଥ। ଆଉ ଗୋଟେ ସର୍ବଗତର ଅର୍ଥ ହଉଛି ଯାହାକି ଏଇଠି କହୁଛନ୍ତି ଭଗବାନ, ନିତ୍ୟଂ ଯଜ୍ଞେ ପ୍ରତିଷ୍ଠିତମ୍, ପ୍ରତ୍ୟେକ ଯଜ୍ଞରେ ଭଗବାନ ଅବସ୍ଥାନ କରୁଛନ୍ତି। ମୁଁ ଯଦି ଇନ୍ଦ୍ରଙ୍କର ପୂଜା କରୁଛି, ଭଗବାନ ମଧ୍ୟ ସେଇ ଯଜ୍ଞରେ ଅବସ୍ଥାନ କରୁଛନ୍ତି। ପ୍ରଥମ ଆହୁତି ମୁଁ ଭଗବାନଙ୍କୁ ଦଉଛି। ଓମ୍ ଯେତେବେଳେ ଉଚ୍ଚାରଣ କରୁଛି, ମୁଁ ଭଗବାନ ଶ୍ରୀକୃଷ୍ଣଙ୍କୁ ହିଁ ସମ୍ବୋଧନ କରୁଛନ୍ତି ଏବଂ ଭଗବାନ କହୁଛନ୍ତି ଯେ ପ୍ରଣବ ସର୍ବବେଦ ଯେ ମାନେ ମୁଁ, ଯୋଉ ଓଙ୍କାର ଶବ୍ଦ ସେ ହଉଛି ମୁଁ। ତେଣୁ ଆମେ କହୁଛେ ଓମ୍ ଗଣେଶାୟ ନମ, ଓମ୍ ରୁଦ୍ରାୟ ନମ, ଏମିତି ଯାହା ଆମେ କହୁଛେ ଓମ୍ ଶବ୍ଦରୁ ଷ୍ଟାର୍ଟ କରୁଛୁ। ପ୍ରଥମେ ଆମେ ଭଗବାନଙ୍କୁ ସମ୍ବୋଧନ କରିକି କରୁଛେ, ପ୍ରଥମ ଆହୁତି ଭଗବାନଙ୍କୁ ଦଉଛେ। ତେଣୁ ଭୋକ୍ତା ହଉଛନ୍ତି ଆମେ, ଇନ୍ଦ୍ର ହଉ, ବରୁଣ ହଉ, ଚନ୍ଦ୍ର ହଉ, ସୂର୍ଯ୍ୟ ହଉ, ଯାହା ଯେତେ 33 କୋଟି ଦେବତାଙ୍କର ଯୋଉଠି ବି ଆମେ ପୂଜା କରୁଛେ, ଯାହାକୁ ଅଲ୍ଟିମେଟ ବେନିଫିସିଆରୀ ହଉଛନ୍ତି, ଉପଭୋକ୍ତା ହଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ସେ ସେଇଠି ଅବସ୍ଥାନ କରୁଛନ୍ତି ପ୍ରତ୍ୟେକ ଯଜ୍ଞରେ। ଆଉ ଯଦି ସେ ଯଜ୍ଞରେ ନାହାନ୍ତି ତାହେଲେ ସେ ଯଜ୍ଞ ନୁହେଁ, ଯଜ୍ଞ ହେଇପାରିବନି। ସେ ଯଦି ସେ ଯଜ୍ଞରେ ନାହାନ୍ତି ବା ସେ ଯଜ୍ଞରେ ଯଦି ତାଙ୍କୁ ଆହୁତି ଦିଆ ହଉନି, ଯଜ୍ଞ ହେଇପାରିବନି। ଯଜ୍ଞର ମିନିଂ ହଉଛି ଯୋଉଠି ଭଗବାନ, ଯଜ୍ଞର ମିନିଂ ହଉଛି ଭଗବାନଙ୍କୁ ଅଲ୍ଟିମେଟଲି ସାଟିସ୍ଫାଇ କରିବା, କାରଣ ସେ ହଉଛନ୍ତି ଭୋକ୍ତା। ନିତ୍ୟ ଯଜ୍ଞ ପ୍ରତିଷ୍ଠିତମ୍, ନିତ୍ୟ ଯଜ୍ଞ, ନିତ୍ୟଂ ଯଜ୍ଞେ ପ୍ରତିଷ୍ଠିତମ୍। ବିଷ୍ଣୁ ପୁରାଣରେ ଅଛି ଯେ ଗୋଟେ ଜାଗାରେ କୁହାଯାଇଛି, ନାରଦଙ୍କୁ ଭଗବାନ ନିଜେ କହୁଛନ୍ତି, ନା ଅହଂ ବସାମି ବୈକୁଣ୍ଠେ ଯୋଗିନାଂ ହୃଦୟ ନଚ, ନା ମୁଁ ବୈକୁଣ୍ଠରେ ରହୁଛି, ନା ମୁଁ ଯୋଗୀ ମାନଙ୍କର ହୃଦୟରେ ରହୁଛି। ମଦଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ, ହେ ନାରଦ, ଯୋଉଠି ମୋର ଭକ୍ତ ମାନେ ମୋର ଜପ କରନ୍ତି, ମୁଁ ସେଇଠି ସବୁବେଳେ ଅବସ୍ଥାନ କରେ। ଗୋଟେ ଇମ୍ପୋର୍ଟାଣ୍ଟ ଷ୍ଟେଟମେଣ୍ଟ ଭଗବାନ ବିଷ୍ଣୁ ପୁରାଣରେ କହୁଛନ୍ତି, ନ ଅହଂ ବସାମି ବୈକୁଣ୍ଠେ, ନା ମୁଁ ବୈକୁଣ୍ଠରେ ଅଛି, ଯୋଗିନାଙ୍ଗ ହୃଦୟ ନଚ, ଯୋଗୀଙ୍କ ହୃଦୟରେ ମଧ୍ୟ ମୁଁ ନାହିଁ। ଯୋଉମାନେ ଯୋଗୀ ମୁନି ଋଷି, ନା ମୁଁ କୋଉଠି ଅଛି? ମତ ଭକ୍ତା, ମୋର ଯିଏ ଭକ୍ତି କରୁଛନ୍ତି, ଯତ୍ର ଗାୟନ୍ତି, ଯୋଉ ଭକ୍ତ ମାନେ ମୋର ଯୋଉଠି ଜପ କରନ୍ତି, ଚାଣ୍ଟିଂ କରନ୍ତି, ମୋ ନାମ ଉଚ୍ଚାରଣ କରନ୍ତି, ତତ୍ର ତିଷ୍ଠାମି ନାରଦ, ମୁଁ ସେଇଠି ରହୁଛି ବୋଲିକି ଭଗବାନ କହୁଛନ୍ତି। ଇଭେନ୍ ସେ ନିଜେ ମଧ୍ୟ ଆଗରେ ଯାଇକି କହିବେ ଯେ ଯଜ୍ଞାନାଂ ଜପ ଯଜ୍ଞ ଅସ୍ମି, ଏ ଆଗରେ କହିବେ ଯାଇକି ଗୋଟେ ଜାଗାରେ 9 ନମ୍ବର ଅଧ୍ୟାୟରେ, 9 ଅଧ୍ୟାୟରେ, 9 କି 7ରେ କୋଉଠି ଗୋଟେ କହିବେ, 7 ଅଧ୍ୟାୟରେ ବୋଧେ, ଯଜ୍ଞାନାଂ ଜପ ଯଜ୍ଞ ଅସ୍ମି, ଯେତେ ଯଜ୍ଞ ଜପ ଯଜ୍ଞ ହଉ, ସେ କହୁଛନ୍ତି ମୁଁ ହିଁ ଶ୍ରେଷ୍ଠ। ଜପ ଯଜ୍ଞଟା ହଉଛି ଶ୍ରେଷ୍ଠ ବୋଲି ସେ, ମୁଁ ଜପ ଯଜ୍ଞ ସେ କହୁଛନ୍ତି। ତେବେ ଯଜ୍ଞ ଯୋଉ ଜିନିଷ, ଦେବାଦେବୀଙ୍କୁ ଯଜ୍ଞ କରିବା ଏତେ ସହଜ ନୁହେଁ ଆଜିର ଯୁଗରେ, କଳି ଯୁଗରେ। ଆଗରୁ ଇଏ ବହୁତ, ଏଥିରେ ବହୁତ ଖର୍ଚ୍ଚ ହଉଥିଲା, ଏକ୍ସପେନ୍ସିଭ। ଶୁଦ୍ଧ ବ୍ରାହ୍ମଣ ଦରକାର, ଶୁଦ୍ଧ ଘିଅ ଦରକାର, ସବୁ ସାମଗ୍ରୀ ଶୁଦ୍ଧ ଦରକାର, ଯାହାକି ଏ କଳି ଯୁଗରେ ଗୁଡିକ କିଛି ଆଭେଲେବୁଲ ନାହିଁ। ଇଭେନ୍ 33 କୋଟି ଦେବତାଙ୍କୁ ଆମେ କରିପାରିବାନି, କଲେ ଆମେ ଜଣେ ଦି ଜଣ ଦେବତାଙ୍କୁ କରିବା, ଲାଭ କିଛି ନାହିଁ। ଆମକୁ 33 କୋଟି ଦେବତାଙ୍କୁ ସାଟିସ୍ଫାଇ କରିବାର ଅଛି। ଆମେ ସମସ୍ତଙ୍କ ପାଖରେ ଋଣୀ, ସମସ୍ତେ ଆମର କିଛି ନା କିଛି ସାହାଯ୍ୟ କରୁଛନ୍ତି। ଜଣକୁ ଦି ଜଣଙ୍କୁ ଆମେ ଖାଲି ସୂର୍ଯ୍ୟ ଦେବତା ଇନ୍ଦ୍ର ଚନ୍ଦ୍ରକୁ କରିଦେଲେ ହବନି, 33 କୋଟିଙ୍କୁ କରିବାକୁ ପଡିବ।
ନଟ୍ ପସିବଲ, ସମ୍ଭବ ନୁହେଁ। ତେଣୁ ଭଗବାନ କହୁଛନ୍ତି, ମାନେ ଦେଖନ୍ତୁ କେତେ ସହଜ ଜପ ଯଜ୍ଞ। ଘରେ ବସିବା, କୁଆଡେ ଯିବାର ନାହିଁ, ପଇସା ଖର୍ଚ୍ଚ ନାହିଁ, ନ ଗାଧେଇଲେ ଚଳିବ, ଯୋଉ ସମୟରେ ବି ଆମେ କରିପାରିବା, ଭଗବାନ ବି ରେଷ୍ଟ୍ରିକ୍ସନ ରଖି ନାହାନ୍ତି। ଶୋଇକି ମଧ୍ୟ ଆମେ ଯଜ୍ଞ କରିଦଉ, ମାନେ ଜପ କରିଦଉଛେ, କିଛି ଅସୁବିଧା ନାହିଁ, ଭଗବାନଙ୍କର ନାମ ନଉଛେ। ମୋଷ୍ଟ ଇମ୍ପୋର୍ଟାଣ୍ଟ ହଉଛି ଏଇ ଯୋଉ ଗୋଟେ ରାଉଣ୍ଡ ଜପ, ୱାନ ରାଉଣ୍ଡ ଜପ, ଯୋଉ 108 ରହିଛି ଯୋଉ ମାଳି, ତାକୁ କହୁଛନ୍ତି ଯେ ଅଷ୍ଟୋତ୍ତର ଶତ ଯଜ୍ଞ। 108 ଯଜ୍ଞ, ଆମେ ଖାଲି ଗୋଟେ ରାଉଣ୍ଡ କରିଦେଲା ମାନେ 108 ଯଜ୍ଞ ହେଇଗଲାଣି ଆମର। ୱାନ ରାଉଣ୍ଡ ଇକ୍ୱାଲେଣ୍ଟ ଟୁ 108 ଯଜ୍ଞ। ଘରେ ଯଦି 5 ଜଣ ଅଛନ୍ତି ତାହେଲେ 108 ଇଣ୍ଟୁ 5 ଯଜ୍ଞ ହେଇଗଲା ଗୋଟେ ରାଉଣ୍ଡରେ। ଗୋଟେ ପର୍ଟିକୁଲାର ସମୟରେ ଘରେ ବସିକି 5 ଜଣ ଦେଖନ୍ତୁ କେତେ ଯଜ୍ଞ କରିଦଉଛନ୍ତି। ଆଉ 16 ମାଳା ଯେତେବେଳେ କରୁଛନ୍ତି, 5 ଜଣ କରୁଛନ୍ତି, 80 ଇଣ୍ଟୁ 108 ଯଜ୍ଞ ହେଇଗଲା ଗୋଟେ ଦିନରେ। ଇଏ ହଉଛି ଶ୍ରେଷ୍ଠ ଯଜ୍ଞ। এই ଜପ ଯଜ୍ଞ ହଉଛି ଶ୍ରେଷ୍ଠ ଯଜ୍ଞ। ଏବଂ ଏଇ ଯଜ୍ଞ କଲେ ଭଗବାନ କହୁଛନ୍ତି ମୋଷ୍ଟ ଇମ୍ପୋର୍ଟାଣ୍ଟ ବେନିଫିଟ କଣ, ନା ଆମର କୌଣସି କର୍ମର ପ୍ରତିକ୍ରିୟା ରହିବନି। ଆମେ ପାପୀ, ଆମକୁ କେହି କହିବେନି। କର୍ମବନ୍ଧନରୁ ମୁକ୍ତ ହବା ଏବଂ ଭଗବାନ ପାଖକୁ ଫେରିଯିବା, ଭଗବତୀ ପ୍ରାପ୍ତି ଆମକୁ ହବ। କିନ୍ତୁ ଭଗବାନ ପୁଣି ନେକ୍ସଟ ଶ୍ଲୋକରେ କହିବେ, ସେଇଠି ସାରିବେ ସେ କର୍ମକାଣ୍ଡ। 16 ନମ୍ବର ଶ୍ଲୋକରେ କର୍ମକାଣ୍ଡର ଯୋଉ ଚାଲିଛି ବର୍ଣ୍ଣନା, ଚର୍ଚ୍ଚା ତାହା ସମାପ୍ତ ହବ। ଏବଂ ସେଇଠି ସେ କହିବେ ଯେ ଭର୍ଚ୍ଛନା କରିବେ ଯୋଉମାନେ ଯଜ୍ଞ ଏଇଭଳି ମାନେ ଅନୁସରଣ କରୁନାହାନ୍ତି, ଯଜ୍ଞ କରୁନାହାନ୍ତି, ଅର୍ଥାତ୍ ଭଗବାନଙ୍କର ସନ୍ତୁଷ୍ଟି ପାଇଁ କାମ କରୁନାହାନ୍ତି, ତାଙ୍କରି ଭର୍ଚ୍ଛନା କରିବେ ନେକ୍ସଟ ଶ୍ଲୋକରେ। କେତେ ସମୟ ହେଲା? ହେଇଗଲାଣି, ଆଉ ନବାନି, ଟାଇମ ଲାଗିବ ଆହୁରି ଅଧଘଣ୍ଟେ, ବୋର ହବ। ତ ଏଇଭଳି ଆମେ ଦେଖିଲେ ଯେ ଭଗବାନଙ୍କୁ ତାଙ୍କର ମେନ୍ ଉଦ୍ଦେଶ୍ୟ ହଉଛି ଯେ ଏଇ ଯୋଉ ମାନେ ଜଗତକୁ ସୃଷ୍ଟି କରିଛନ୍ତି, ତାର ଯୋଉ ଉଦ୍ଦେଶ୍ୟ ରଖିଛନ୍ତି ଯେ ଯଜ୍ଞ କରିବା ଉଦ୍ଦେଶ୍ୟ ରଖିଛନ୍ତି। ଏବଂ ଯଜ୍ଞର ଦୁଇଟି ମେନ୍ ଉଦ୍ଦେଶ୍ୟ, ୟାକୁ ସବୁବେଳେ ମନେ ରଖନ୍ତୁ, ଯଜ୍ଞର ଦୁଇଟି ମେନ୍ ଉଦ୍ଦେଶ୍ୟ। ଗୋଟେ ଉଦ୍ଦେଶ୍ୟ ହଉଛି ଆମେ ଯୋଉ ପର୍ପସରେ ଆସିଥିଲେ, ସେ ପର୍ପସ ଆମର, ଆମେ ଆସିଥିଲେ ଏନ୍ଜୟ କରିବାକୁ, ଆମେ ଭୋଗ କରିପାରିବା କିନ୍ତୁ ଯଜ୍ଞ ମାଧ୍ୟମରେ। ଏନ୍ଜୟ ସେନ୍ସ ଏନ୍ଜୟମେଣ୍ଟ ପାଇଁ ଭଗବାନ ମନା କରୁନାହାନ୍ତି, କାରଣ ସେଇ ପର୍ପସରେ ଆମେ ଏଇ ଜଗତକୁ ଆସିଛେ। ଭଗବାନ କହୁଛନ୍ତି କିନ୍ତୁ କହୁଛନ୍ତି ଯଜ୍ଞ କର। ଯଦି ଆମେ ଦେବାଦେବୀ ଙ୍କର ଯଜ୍ଞ ମାନେ ପୂଜା କରିକି ହଉ, ସନ୍ତୁଷ୍ଟ କରିକି, ନହେଲେ ଡାଇରେକ୍ଟ ଭଗବାନ କୃଷ୍ଣଙ୍କୁ କରିକି, ମାନେ କହୁଛନ୍ତି ଧୀରେ ଧୀରେ ମୋ ପାଖକୁ ଆସ, ଦେବାଦେବୀଙ୍କର କରିକି ମୋ ପାଖରେ ପହଞ୍ଚ, ନହେଲେ ଡାଇରେକ୍ଟ ମଧ୍ୟ ମୋର ଭକ୍ତି କରିକି ତମେ ଏନ୍ଜୟ କର। ଏବଂ ଆଟ୍ ଦି ସେମ୍ ଟାଇମ୍ ଏଇଭଳି କରୁ କରୁ ତମେ ମାନେ ଭଗବତୀ ପ୍ରାପ୍ତ ହବ ତମର, ଏବଂ ତମେ ପଳେଇ ଆସିବ ମୋ ପାଖକୁ, ଫେରି ଆସିବ। ଟୁଇନ୍ ପର୍ପସ୍। ତେଣୁ ଏ ଯଜ୍ଞକୁ ସେ ଆମର ଯୋଉ ଭୌତିକ ପ୍ରଗତି ବା ଭୌତିକ ମାନେ ଯୋଉ ଇଚ୍ଛା, ତାକୁ ପୂରଣ କରିବା ପାଇଁ ତାରି ଏଇ ଯଜ୍ଞ ଉପରେ ତାକୁ ନିର୍ଭର କରେଇଛନ୍ତି, ଯେ ଯଜ୍ଞ କଲେ ହିଁ ହବ ଆମକୁ ମିଳିବ, ଭୋଗ କରିପାରିବା ବା ଆମେ ଆମର ସବୁ ଇଚ୍ଛା ପୂରଣ ହେଇପାରିବ। ତେଣୁ ଭଗବାନଙ୍କର ଦେବୀ ଦେବାଦେବୀ ପୂଜା କରିକି ହଉ ବା ଡାଇରେକ୍ଟ ଭଗବାନଙ୍କର ପୂଜା କରିକି, କେବଳ କୃଷ୍ଣଙ୍କୁ ଆମେ ଯଦି ଖୁସି କରିଦେଇ ପାରିଲେ ଆମର ଯାହା ଇଚ୍ଛା ସବୁ ପୂରଣ ହେଇଯାଇପାରିବ। ଆଟ୍ ଦି ସେମ୍ ଟାଇମ୍
आमे जेहेतु भगवान पूजा करूचे नेचुराली आमे विल गो बैक होम बैक टू गॉड हेड ए यज्ञ माध्यम आमे सुखी हवा आमे तांकु भगवान को संतुष्ट कले एवं आमे संतुष्ट हवा हमको के चोर बा पापी बोली कि जेमति भगवान कहउचंती आमे न कले से बोली के कहबेनी एवं प्रत्येक मोस्ट इंपोर्टेंट कहउचंती 12 नंबर श्लोक रे जो 13 रे कहले जे सेटा इंपोर्टेंट जे हमर जो खाद्य खाउचे ताकू केमिति भगवान को भोग लगे कि प्रसाद अमृत ग्रहण करिया कथा सेटा से एम्फासिस देइचंती ये होची कर्म करिवार तरीका सब सिखौचंती यज्ञ शिष्टाशिनः सन्तो मुच्यन्ते सर्व क्लेविषै भुंजते ते तु अघं पापा जे पच्यन्ति आत्म कारणात् जे पच्यन्ति जो माने रांधुचंती आत्म कारणात् निजर इंद्रिय भोग पाई भगवान को ऑफर करू नांती भुंजते ते से माने खाउचंती कोन अघं पापा से माने पापी से माने पाप खाउचंती एवं से माने पापी बोली भगवान कहउचंती आ किंतु जो माने जो भक्त माने यज्ञाशिष्ट आसीन माने यज्ञ अनुष्ठान पर जो खाद्य से माने मिले ताकू जो माने ग्रहण करूचंती को माने भसंतो भक्त माने मुच्यन्ते सर्व क्लेश विषय सेटा इंपोर्टेंट कथा से कहउचंती सब प्रकार रो पापरु से मुक्त आज पापर मुक्त से भगवत प्राप्ति तार हो तेणु यही भगवान ये 14 और 15 नंबर श्लोक यज्ञ चक्र माध्यम यज्ञर यथार्थता से केवल दर्शई आमे पर जीवा नेक्स्ट श्लोक को जो भगवान कहे कौन जो मैंने करूना ये यज्ञ से कौन से विषय से कहे 16 नंबर एवं से कर्मकांड शेष हम पुणी गोटे आउ गोटे कनसेप्ट नहीं के आसबे भगवान 17 रु चलो 45 नंबर श्लोक पर्यंत से चलो 35 नंबर श्लोक पर्यंत सेठी से भगवान कहे निष्काम कर्मयोग कर माने कर्मयोग कर कहीं ना जदिओ तुम एलिजिबल ज्ञान योग भगवान से कहे अर्जुन को जदिओ तुम योग्यता अच्छी करने कौन ज्ञान योग तुम सन्यास हमार योग्यता अच्छी स्टिल तुम कर कर्मयोग कहीं ना आदर्श हाँपाई समाज रे लोक देखिकी फॉलो करेंगे टू सेट एग्जांपल यही जिनस भगवान पुणी से कॉन्सेप्ट आने 17 पर 16 पर तो 16 टी आम कनक्लूड कला 17 नुआ सेक्शन आरंभ हो हरे कृष्ण आज समय होती आज ये आम रहा किसी डाउट अच्छी यदि कहीं पचारि पारे किसी डाउट ना हो ठीक अच्छे मु प्रश्न देवी ये 14-15 रु अटेम्प्ट करेंगे काली आड़ को देवी हरे कृष्ण नटराज श्रीमद भगवद गीता की जय श्रीला प्रभुपाद की जय गौर भक्त वृंद की जय हरे कृष्ण।